ମଧୁ ବର୍ଣ୍ଣବୋଧ ବହିର ଆମେ ଅ ଆ ପଢିବା। ସ୍ୱରବର୍ଣ୍ଣ ଏତିକିକୁ ସ୍ୱରବର୍ଣ୍ଣ କୁହାଯାଏ, ଏତିକିକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ। ଚାଲ ପଢିବା। ଓ ଆ ହର୍ଷଇ ଦୀର୍ଘଇ ହର୍ଷଉ ଦୀର୍ଘଉ ରୁ ରୁ ଏ ଐ ଓ ଔ କ ଖ ଗ ଘ ଙ ଛ ଛ ଜ ଝ ଞ ଟ ଠ ଡ ଢ ଣ ତ ଥ ଦ ଧ ନ ପ ଫ ଭ ଭ ମ ୟ ର ଳ ବ ତାଳବେଶ ବୁଧନେଶ ଦନ୍ତେଶ ହ କ୍ଷ ୟ ଲ ଓଁକାର ବିସର୍ଗ ଚନ୍ଦ୍ରବିନ୍ଦୁ। ଚାଲ ଆକୁ ଆମେ ଲେଖିବା। ଲେଖିବା ଦେଖି ଦେଖି ଲେଖିବା। ଅ ତମେ ବି ଏମିତି ଦେଖି ଦେଖି ଲେଖିବ। ଆ ହର୍ଷଇ ଦୀର୍ଘଇ ହର୍ଷଉ ଦୀର୍ଘଉ ରୁ ରୁ ତାପରେ ଏ ଐ ଓ ଔ ତାପରେ କ କୁ ଆସିବ। ତାପରେ ଖ ଏଇଟା ଖ ଗ ଘ ତାପରେ ଙ ଛ ଛ ଜ ଝ ଞ ଟ ଠ ତାପରେ ଦ ଢ ଣ ତାପରେ ତ ଠ ତ ଦେଖାଯାଉନି ଏଇଠି। ତାପରେ ଧ ଧ ନ ତାପରେ ପ ଫ ଲେଖିଦେବା। ପ ଫ ବ ଭ ମ ୟ ର ଳ ଏଇଠି ତାପରେ ଏଇଠି ବୋ ତାଳବେଶ ବୁଧନେଶ ଦନ୍ତେଶ ହ କ୍ଷ ୟ ଲ ତାର ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ। ଏମିତି ହବ। ମୁଁ ଯେମିତି ଲେଖିଛି ସେମିତି ଲେଖିବ, ଏମିତି ଲେଖିବ ନାହିଁ। ଏଇଠି ଦେଖ, ଏଠି କ୍ଷ ୟ ଲ ହେବ, ତାପରେ ଏ ତିନିଟା ହେବ, ଏମିତି ଲେଖିବ। ଚାଲ ଆକୁ ଆଉ ଥରେ ପଢିବା। ବହିକୁ ଟିକେ ସାଇଡରେ ରଖିବା। ଅ ଆ ହର୍ଷଇ ଦୀର୍ଘଇ ହର୍ଷଉ ଦୀର୍ଘଉ ରୁ ରୁ ଏ ଐ ଓ ଔ କ ଖ
ଗ ଘ ङ ଚ ଛ ଜ ଝ ଞ ଟ ଠ ଡ ଢ ଣ ତ ଥ ଦ ଧ ନ ପ ଫ ବ ଭ ମ ଝ ର ଳ ବ ତାଳବେଶ ବୁଧନେଶ ଦନ୍ତେଶ ହ କ୍ଷ ୟ ଲ ଅନୁସା ବିସର୍ଗ ଚନ୍ଦ୍ରବିନ୍ଦୁ। ଆକୁ ତମେ 10 ଥର ଦେଖି ଲେଖିବ। ଆଉ ନ ଦେଖି 5 ଥର ଲେଖିବ। ଏଇଟା ଦେଖିକି ଲେଖିବ ଚଷମା ଚିହ୍ନ। ଦେଖି ଲେଖିବ, ଏଇଟା ନ ଦେଖି 5 ଥର ଲେଖିବ। ଦେଖିକି 5 ଥର, ନ ଦେଖିକି 5 ଥର ଲେଖିବ। ଚାଲ ଲାଷ୍ଟ ଆଉ ଥରେ ଗୋଟେ ଥର ପଢିଦେବା। ଓ ଆ ঐ ଦୀର୍ଘଇ ଔ ଦୀର୍ଘ ରୁ ଋ ଏ ଐ ଓ ଔ କ ଖ ଗ ଘ ଙ ଚ ଛ ଜ ଝ ঞ ଟ ଠ ଡ ଢ ଣ ତ ଥ ଦ ଧ ନ ପ ଫ ବ ଭ ମ ଝ ର ଳ ବ ତାଳବେଶ ବୁଧନେଶ ଦନ୍ତେଶ ହ କ୍ଷ ୟ ଲ ଅନୁସା ବିସର୍ଗ ଚନ୍ଦ୍ରବିନ୍ଦୁ। ଏଇଟା ପଢିଲେ ଆଉ ଥରେ ଗୋଟେ ଥର ବହିର ପଢିଦେବା, ତାପରେ ଲେଖିବ। ଅ ଆ ଐ ଦୀର୍ଘଇ ଔ ଦୀର୍ଘ ରୁ ଋ ଏ ଐ ଓ ଔ କ ଖ ଗ ଘ ଙ ଛ ଛ ଜ ଝ ঞ ଟ ଠ ଡ ଢ ଣ ତ ଥ ଦ ଧ ନ ପ ଫ ବ ଭ ମ ଝ ର ଳ ବ ତାଳବେଶ ବୁଧନେଶ ଦନ୍ତେଶ ହ ତାପରେ କ୍ଷ ୟ ଲ ଅନୁସା ବିସର୍ଗ ଚନ୍ଦ୍ରବିନ୍ଦୁ। ଏତିକି ପଢିଲେ ଆକୁ ଲେଖିଦିଅ। ଏବେ ଦେଖାଯାଉଛି ତ? ହଁ, ଆକୁ ଲେଖିଦିଅ।